नमस्कार जय जगन्नाथ आसंतु देखिबा न्यूरोथेरापी द्वारा होइथिबा फ्रोजन शोल्डर समस्यार एक सफल उपचार। ଏଇଠୁ ପାଖରୁ ଏଇଟା ପେନ୍ ହେଉଛି ଏଇଗୁଡ଼ାକ ଠିକ୍ ଅଛି। ଏଇଟା ହାତ ଟେକିଲା ବେଳକୁ ରଖ ରଖ କରୁଛି। केते दिन ହେଲା ହଁ ହେଇଗଲାଣି 7-8 ଦିନ ପାଖାପାଖି। बे केते हाथ उठी होची? ଏତିକିଟା ଉଠୁଛି ଆଉ ଏଇଟା ଯେମିତି ଉଠୁଛି ଏଇଟା ଉଠୁନାହିଁ ପୁରା। अच्छा ठीक है। एबे हाथ उठे कि देखा केते उठुची? ପୁରା ଆଗରୁ ଯେମିତି ଉଠୁଥିଲା ପୁରା ସେଇଭଳିଆ ଉଠୁଛି। ପୁରା ଫ୍ରି ହେଇଯାଇଛି ହାତ। माने फेस रो फेशियल एक्सप्रेशन चेंज हो जाईची। ପୁରା ଚେଞ୍ଜ हे एबे ଆଉ କଷ୍ଟ କୋଠି ଲାଗୁଛି? କଷ୍ଟ ଟୋଟାଲି ପେନ୍ କୋଉଠି ବି ନାହିଁ। କେତେ समय ଲାଗିଲା? ହଁ କିଛିଟା ସେକେଣ୍ଡ ତ। हे କିଛିଟା ସେକେଣ୍ଡ ତ। माने कोन मेडिसिन खाइथिला आगु ना खाइ नथलो? ନା ମେଡ଼ିସିନ ଫେଡ଼ିସିନ କିଛି ଖାଇନି। ବର୍ତ୍ତମାନ ପୁରା फ्री ହଁ ପୁରା ଫ୍ରି। ନା ଆଉ କୋଠି ଲାଗିଛି को? ନା ଆଉ କୋଉଠି ବି ଲାଗିନି, ପୁରା ଫ୍ରି ହେଇଗଲା। ଆସନ୍ତୁ ଜାଣିବା ଫ୍ରୋଜନ୍ ଶୋଲ୍ଡର କ'ଣ, ଏହାର ଲକ୍ଷଣ, କାରଣ, ଉପଚାର ଏବଂ କ'ଣ କ'ଣ ସରଳ ବ୍ୟାୟାମ ଅଛି ତା ବିଷୟରେ ଆଲୋଚନା କରିବା। ଫ୍ରୋଜନ୍ ଶୋଲ୍ଡର କ'ଣ? ଫ୍ରୋଜନ୍ ଶୋଲ୍ଡର ଯାହାକୁ ଚିକିତ୍ସା ଭାଷାରେ ଆଡେସିଭ୍ କ୍ୟାପ୍ସୁଲାଇଟିସ୍ କୁହାଯାଏ, ଏକ ଅବସ୍ଥା ଯେଉଁଥିରେ କାନ୍ଧର ଗଣ୍ଠି କଠିନ ହୋଇଯାଏ ଏବଂ ହାତ ବୁଲାଇବାରେ ବ୍ୟଥା ଅସୁବିଧା ହୁଏ। ଲକ୍ଷଣ: କାନ୍ଧରେ ଧୀରେ ଧୀରେ ବ୍ୟଥା ବଢ଼ିବା, ହାତକୁ ଉପରକୁ ଉଠାଇଲେ ଅସୁବିଧା ହେବା, କାନ୍ଧ ଜଡ଼ ହୋଇଯିବା, ରାତିରେ ବ୍ୟଥା ବଢ଼ିବା, ପଛକୁ ହାତ ନେବା କିମ୍ବା ପୋଷାକ ପିନ୍ଧିବାରେ ଅସୁବିଧା ହେବା। ଏହାର କାରଣ କ'ଣ? ନା ଦୀର୍ଘ ସମୟ ଧରି କାନ୍ଧକୁ ଚଳାଚଳ ନ କରିବା, କାନ୍ଧରେ ଆଘାତ କିମ୍ବା ଅପରେସନ ପରେ ଏହା ହୋଇଥାଏ। ଟାଇପ୍ 2 ଡାଇବେଟିସ୍ ଏହି ରୋଗ ପାଇଁ ବି ଦାୟୀ ଅଟେ। ଥାଇରଏଡ଼୍ ରୋଗ ହେଲେ ଏହା ବି ହୋଇଥାଏ। ବୟସ 40ରୁ 60 ମଧ୍ୟରେ ଏ ରୋଗ ଅଧିକ ଦେଖାଯାଇଥାଏ। ଏହାର ଉପଚାର କ'ଣ? ବିଶ୍ରାମ ଓ କାନ୍ଧକୁ ଅତ୍ୟଧିକ ଚାପ ନ ଦେବା, ଗରମ ସେକ ଦେବା, ନ୍ୟୁରୋଥେରାପିର ଚିକିତ୍ସା ନିଶ୍ଚୟ କରାଇବା ଏବଂ ସରଳ ବ୍ୟାୟାମ ହିସାବରେ ପେଣ୍ଡୁଲମ୍ ଏକ୍ସରସାଇଜ୍, ୱାଲ୍ କ୍ଲାଇମ୍ବିଂ ଏକ୍ସରସାଇଜ୍, ଟାୱେଲ୍ ଷ୍ଟ୍ରେଚ୍ ଇତ୍ୟାଦି ଏହାକୁ କରିବା। ଏହା ବ୍ୟତୀତ ନ୍ୟୁରୋଥେରାପି ଦ୍ୱାରା ମଧ୍ୟ ଏହାର ସଫଳ ଚିକିତ୍ସା କରାଯାଇପାରେ। ଏହି ସମସ୍ତ ପ୍ରକ୍ରିୟା ଜଣେ ଅଭିଜ୍ଞ ନ୍ୟୁରୋଥେରାପିଷ୍ଟଙ୍କ ତତ୍ତ୍ୱାବଧାନରେ କରାଯିବା ଉଚିତ। ଧନ୍ୟବାଦ।